ଦିଲ୍ଲୀରେ ସୁଲତାନମାନଙ୍କ ରାଜତ୍ୱ ସମୟର କେତୋଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଆମେ ଡିସ୍କସନ୍ କରିବା, ଯାହାକି ତୁମ ଏକ୍ଜାମ୍ ପଏଣ୍ଟ ଅଫ୍ ଭ୍ୟୁରୁ ବହୁତ ଇମ୍ପୋର୍ଟାଣ୍ଟ। ପ୍ରଥମ କ୍ୱେଶ୍ଚିନ୍, କିଏ ବନ୍ଦେଗାନ ଇ ଚିହଲଗାନ ବା 40 ସଦସ୍ୟ ପରିଷଦ ଗଠନ କରିଥିଲେ? ତାର ଆନ୍ସର ହେଉଛି ଇଲତୁତମିଶ। କ୍ୱେଶ୍ଚିନ୍ ନମ୍ବର ବି, କିଏ ସ୍ୱର୍ଗୀୟ ରାଜତାନ୍ତ୍ରିକ ତତ୍ତ୍ୱର ବିଶ୍ୱାସ କରୁଥିଲେ? ତାର ଆନ୍ସର ହେଉଛି ବଲବନ। କ୍ୱେଶ୍ଚିନ୍ ନମ୍ବର ସି, କିଏ ସିଜଦା ଏବଂ ପାଇବସ୍ ନୀତି ପ୍ରଚଳନ କରିଥିଲେ? ତାର ଆନ୍ସର ହେଉଛି ଗିୟାସୁଦ୍ଦିନ ବଲବନ ସିଜଦା ଏବଂ ପାଇବସ୍ ନୀତି ପ୍ରଚଳନ କରିଥିଲେ। କ୍ୱେଶ୍ଚିନ୍ ନମ୍ବର ଡି, ୱାଜିର କାହାକୁ କୁହାଯାଉଥିଲା? ପ୍ରଧାନମନ୍ତ୍ରୀଙ୍କୁ କୁହାଯାଉଥିଲା ୱାଜିର। କ୍ୱେଶ୍ଚିନ୍ ନମ୍ବର ଇ, ଦିୱାନ ଇ ଇନ୍ସା କିଏ ଥିଲେ? ଦିୱାନ ଇ ଇନ୍ସା ଚିଠିପତ୍ର ଦାୟିତ୍ୱରେ ଥିବା ମନ୍ତ୍ରୀଙ୍କୁ କୁହାଯାଉଥିଲା। କ୍ୱେଶ୍ଚିନ୍ ନମ୍ବର ଏଫ୍, ଖବର ସରବରାହ ସଂସ୍ଥାର ମୁଖ୍ୟଙ୍କୁ କ'ଣ କୁହାଯାଉଥିଲା? ଖବର ସରବରାହ ସଂସ୍ଥାର ମୁଖ୍ୟଙ୍କୁ ବରିଦ ଇ ମାମାଲିକ କୁହାଯାଉଥିଲା। କ୍ୱେଶ୍ଚିନ୍ ନମ୍ବର ଜି, ବିଚାର ବିଭାଗ ଦାୟିତ୍ୱରେ କିଏ ଥିଲେ? କାଜି ଉଲ କାଜତ ବିଚାର ବିଭାଗ ଦାୟିତ୍ୱରେ ଥିଲେ। କ୍ୱେଶ୍ଚିନ୍ ନମ୍ବର ଏଚ୍, ଅମୀର ଇ କୋହି କେଉଁ ମନ୍ତ୍ରୀଙ୍କୁ କୁହାଯାଉଥିଲା? ଅମୀର ଇ କୋହି କୃଷି ବିଭାଗର ମନ୍ତ୍ରୀଙ୍କୁ କୁହାଯାଉଥିଲା। କ୍ୱେଶ୍ଚିନ୍ ନମ୍ବର ଆଇ, ମୁସଲମାନ ସମାଜର ଆଭିଜାତୀୟ ଶ୍ରେଣୀର ଲୋକମାନଙ୍କୁ କ'ଣ କୁହାଯାଉଥିଲା? ଉମାର କୁହାଯାଉଥିଲା। କ୍ୱେଶ୍ଚିନ୍ ନମ୍ବର ଜେ, କେଉଁ ସୁଲତାନ ବଜାର ନିୟନ୍ତ୍ରଣ ବ୍ୟବସ୍ଥା ପ୍ରଚଳନ କରିଥିଲେ? ଆଲାଉଦ୍ଦିନ ଖିଲଜି। ପିଲାମାନେ, ତୁମର ଏମିତି କିଛି କ୍ୱେଶ୍ଚିନ୍ ଆସିବ ଯାହାର ଉତ୍ତର ତୁମକୁ ଗୋଟିଏ ବାକ୍ୟରେ ଦେବାକୁ ପଡ଼ିବ ବା ଗୋଟିଏ ଶବ୍ଦରେ ଦେବାକୁ ପଡ଼ିବ। 2 ନମ୍ବର ଏରେ ଦେଖ ପିଲାମାନେ, କିଏ ବନ୍ଦେଗାନ ଇ ଚିହଲଗାନ ବା 40 ସଦସ୍ୟ ବିଶିଷ୍ଟ ଗଠନ କରିଥିଲେ? ଏହାର ରାଇଟ୍ ଆନ୍ସର ହେଉଛି ଇଲତୁତମିଶ। କ୍ୱେଶ୍ଚିନ୍ ନମ୍ବର ବି ଦେଖିବା, ସାଧାରଣତଃ ଦିଲ୍ଲୀର ସୁଲତାନମାନେ କାହାର ସ୍ୱୀକୃତି ଲାଭ କରୁଥିଲେ? ତାହାର ଉତ୍ତର ହେଉଛି ଖଲିଫା। କ୍ୱେଶ୍ଚିନ୍ ନମ୍ବର ସି, କେଉଁ ସୁଲତାନ ନିଜକୁ ଭଗବାନଙ୍କର ଛାୟା ବା ଜିଲ ଇଲ୍ଲାହା ବୋଲି କହୁଥିଲେ? ବଲବନ। କ୍ୱେଶ୍ଚିନ୍ ନମ୍ବର ଡି, କେଉଁ ଦିଲ୍ଲୀ ସୁଲତାନ ରକ୍ତ ଏବଂ ଲୁହା ନୀତିରେ ବିଶ୍ୱାସ କରୁଥିଲେ? ତାର ରାଇଟ୍ ଆନ୍ସର ହେଉଛି ବଲବନ। କ୍ୱେଶ୍ଚିନ୍ ନମ୍ବର ଇ, କେଉଁ ସୁଲତାନ ଖଲିଫାଙ୍କ ସ୍ୱୀକୃତି ନେବାକୁ ମନା କରିଦେଇଥିଲେ? ତାର ରାଇଟ୍ ଆନ୍ସର ହେଉଛି ଆଲାଉଦ୍ଦିନ ଖିଲଜି। କ୍ୱେଶ୍ଚିନ୍ ନମ୍ବର ଏଫ୍, କିଏ ଇସଲାମ ଜଗତର ମୁଖ୍ୟ? ଖଲିଫା। କ୍ୱେଶ୍ଚିନ୍ ନମ୍ବର ଜି, ପ୍ରଧାନମନ୍ତ୍ରୀଙ୍କୁ ସୁଲତାନି ଶାସନରେ କ'ଣ କୁହାଯାଉଥିଲା? ୱାଜିର କୁହାଯାଉଥିଲା। କ୍ୱେଶ୍ଚିନ୍ ନମ୍ବର ଏଚ୍, ସୁଲତାନି ଶାସନରେ ବୈଦେଶିକ ମନ୍ତ୍ରୀଙ୍କୁ କ'ଣ କୁହାଯାଉଥିଲା? ଦିୱାନ ଇ ରସାଲତ କୁହାଯାଉଥିଲା। କ୍ୱେଶ୍ଚିନ୍ ନମ୍ବର ଆଇ, ସୁଲତାନି ଶାସନରେ ରାଷ୍ଟ୍ରର ବିଚାର ଦାୟିତ୍ୱରେ ଥିବା ମୁଖ୍ୟ ବିଚାରପତିଙ୍କୁ କ'ଣ କୁହାଯାଉଥିଲା? କାଜି ଉଲ କାଜତ କୁହାଯାଉଥିଲା। କ୍ୱେଶ୍ଚିନ୍ ନମ୍ବର ଜେ, ସୁଲତାନି ଶାସନରେ ରାଜ ପରିବାରର ଦାୟିତ୍ୱରେ ଥିବା ମନ୍ତ୍ରୀଙ୍କୁ କ'ଣ କୁହାଯାଉଥିଲା? ୱକିଲ ଇ ଦର କୁହାଯାଉଥିଲା। କେ, ସୁଲତାନି ଶାସନରେ ସୈନ୍ୟ ବିଭାଗର ମୁଖ୍ୟଙ୍କୁ କ'ଣ କୁହାଯାଉଥିଲା? ଦିୱାନ ଇ ଆରିଜ କୁହାଯାଉଥିଲା। କ୍ୱେଶ୍ଚିନ୍ ନମ୍ବର ଏଲ୍, ମୁସଲମାନ ସମାଜର କେଉଁ ପ୍ରଥା ହିନ୍ଦୁ ସମାଜରେ ଆଦୃତ ହୋଇନଥିଲା? କ୍ରୀତଦାସ ପ୍ରଥା। କ୍ୱେଶ୍ଚିନ୍ ନମ୍ବର ଏମ୍, ସୁଲତାନି ଶାସନରେ ପ୍ରାଦେଶିକ ଶାସନକର୍ତ୍ତାଙ୍କୁ କ'ଣ କୁହାଯାଉଥିଲା? ମୁକ୍ତି, ୱାଲି ବା ନାଇବ ସୁଲତାନ କୁହାଯାଉଥିଲା। କ୍ୱେଶ୍ଚିନ୍ ନମ୍ବର ଏନ୍, ଐତିହାସିକ ଫେରିସ୍ତା କାହାକୁ ଭାରତର ସିଜର ଉପାଧିରେ ଭୂଷିତ କରିଥିଲେ? ତାର ରାଇଟ୍ ଆନ୍ସର ହେଉଛି ଜୌନପୁରର ସୁଲତାନ ଇବ୍ରାହିମଙ୍କୁ। ପିଲାମାନେ, ଆଉ କେତୋଟି କ୍ୱେଶ୍ଚିନ୍ ଅଛି, ଯେପରିକି ଏ, ସୁଲତାନି ଶାସନର ମୁଖ୍ୟ ଥିଲେ ଡ୍ୟାସ୍। ମନେ ରଖ, ସୁଲତାନି ଶାସନର ମୁଖ୍ୟ ଥିଲେ ସୁଲତାନ। କ୍ୱେଶ୍ଚିନ୍ ନମ୍ବର ବି, ସୁଲତାନି ଶାସନରେ ସୈନ୍ୟ ବିଭାଗ ଦାୟିତ୍ୱରେ ଥିଲେ ଡ୍ୟାସ୍।
ତାଙ୍କର ନାମ ହେଉଛି ଦିୱାନ ଇ ମାମାଲିକ, ଯିଏକି ସୈନ୍ୟ ବିଭାଗ ଦାୟିତ୍ୱରେ ଥିଲେ। କ୍ୱେଶ୍ଚିନ୍ ନମ୍ବର ସି, ସୁଲତାନୀ ଶାସନରେ କୃଷି ବିଭାଗର ମନ୍ତ୍ରୀଙ୍କୁ ଡ୍ୟାସ୍ କୁହାଯାଉଥିଲା। କୃଷି ବିଭାଗର ମନ୍ତ୍ରୀଙ୍କୁ ଅମୀର ଇ କୋହି କୁହାଯାଉଥିଲା। କ୍ୱେଶ୍ଚିନ୍ ନମ୍ବର ଡି, ସୁଲତାନୀ ଶାସନରେ ନିର୍ମାଣ ବିଭାଗର ମନ୍ତ୍ରୀଙ୍କୁ ଡ୍ୟାସ୍ କୁହାଯାଉଥିଲା। ନିର୍ମାଣ ବିଭାଗର ମନ୍ତ୍ରୀଙ୍କୁ ଅମୀର ଇ ଇମାରତ କୁହାଯାଉଥିଲା। କ୍ୱେଶ୍ଚିନ୍ ନମ୍ବର ଇ, ଦାଗ ବା ଚିହ୍ନ ପ୍ରଥା ଡ୍ୟାସ୍ ପ୍ରଚଳନ କରିଥିଲେ। ମନେ ରଖ, ଦାଗ ବା ଚିହ୍ନ ପ୍ରଥା ଆଲାଉଦ୍ଦିନ ଖିଲଜି ପ୍ରଚଳନ କରିଥିଲେ। କ୍ୱେଶ୍ଚିନ୍ ନମ୍ବର ଏଫ୍, ସୈନ୍ୟମାନଙ୍କୁ ସୁବିଧା ଦେବା ପାଇଁ ଡ୍ୟାସ୍ ବଜାର ଦର ନିୟନ୍ତ୍ରଣ ବ୍ୟବସ୍ଥା ପ୍ରଚଳନ କରିଥିଲେ। ସୈନ୍ୟମାନଙ୍କୁ ସୁବିଧା ଦେବା ପାଇଁ ଆଲାଉଦ୍ଦିନ ଖିଲଜି ବଜାର ଦର ବ୍ୟବସ୍ଥା ନିୟନ୍ତ୍ରଣ କରିଥିଲେ। କ୍ୱେଶ୍ଚିନ୍ ନମ୍ବର ଜି, ଡ୍ୟାସ୍ ଥିଲେ ଅଶ୍ୱ ବିଭାଗର ସର୍ବୋଚ୍ଚ ଅଧିକାରୀ। ଖାନ୍, ସେ ହେଉଛନ୍ତି ଅଶ୍ୱ ବିଭାଗର ସର୍ବୋଚ୍ଚ ଅଧିକାରୀ ଥିଲେ। କ୍ୱେଶ୍ଚିନ୍ ନମ୍ବର ଏଚ୍, ସୁଲତାନୀ ଶାସନରେ ଧର୍ମଯୁଦ୍ଧକୁ ଡ୍ୟାସ୍ କୁହାଯାଉଥିଲା। ମନେ ରଖ, ଜିହାଦ କୁହାଯାଉଥିଲା। କ୍ୱେଶ୍ଚିନ୍ ନମ୍ବର ଆଇ, ପ୍ରଦେଶର ଆୟ ବ୍ୟୟ ଆଦି ସୁଲତାନୀ ଶାସନ ସମୟରେ ଡ୍ୟାସ୍ଙ୍କ ଦ୍ୱାରା ଯାଞ୍ଚ କରାଯାଉଥିଲା। ଦିୱାନ ଇ ୱାଜରତଙ୍କ ଦ୍ୱାରା ଯାଞ୍ଚ କରାଯାଉଥିଲା। ନେକ୍ସଟ କ୍ୱେଶ୍ଚିନ୍ ଯେ ସୁଲତାନୀ ଶାସନରେ ପ୍ରତ୍ୟେକ ପ୍ରଦେଶକୁ କେତେଗୁଡ଼ିଏ ଡ୍ୟାସ୍ରେ ବିଭକ୍ତ କରାଯାଇଥିଲା। ମନେ ରଖ, କେତେଗୁଡ଼ିଏ ଶିଖରେ ବିଭକ୍ତ କରାଯାଇଥିଲା। କ୍ୱେଶ୍ଚିନ୍ ନମ୍ବର କେ, ସୁଲତାନୀ ଶାସନ ସମୟରେ ଗ୍ରାମର ଅପରାଧ ନିୟନ୍ତ୍ରଣ ଦାୟିତ୍ୱରେ ଥିଲେ ଡ୍ୟାସ୍। ମନେ ରଖ, ଚୌକିଦାର ସେ ଗ୍ରାମର ଅପରାଧ ନିୟନ୍ତ୍ରଣ ଦାୟିତ୍ୱରେ ଥିଲେ। କ୍ୱେଶ୍ଚିନ୍ ନମ୍ବର ଏଲ୍, ସୁଲତାନୀ ଶାସନ ସମୟରେ ଗ୍ରାମର ରାଜସ୍ୱ ଆଦାୟ କରିବା ଦାୟିତ୍ୱରେ ଡ୍ୟାସ୍ ରହିଥିଲେ। ମନେ ରଖ, ପଟୁଆରୀ, ସେ ରାଜସ୍ୱ ଆଦାୟ ଦାୟିତ୍ୱରେ ରହିଥିଲେ। କ୍ୱେଶ୍ଚିନ୍ ନମ୍ବର ଏମ୍, ସୁଲତାନୀ ଶାସନରେ ଜ୍ଞାନୀ ବା ଗୁଣୀମାନଙ୍କୁ ଡ୍ୟାସ୍ ବୋଲି କୁହାଯାଉଥିଲା। ମନେ ରଖ, ଉଲେମା କୁହାଯାଉଥିଲା। କ୍ୱେଶ୍ଚିନ୍ ନମ୍ବର ଏନ୍, ସୁଲତାନୀ ଶାସନ ସମୟରେ କେଉଁ ଭାଷାରେ ମୁସଲମାନମାନଙ୍କୁ ଶିକ୍ଷା ଦିଆଯାଉଥିଲା। ମନେ ରଖ, ଆରବୀ ବା ପାର୍ସୀ ଭାଷାରେ। କ୍ୱେଶ୍ଚିନ୍ ନମ୍ବର ଓ, ଫିରୋଜ ଶାହ ତୁଗଲକଙ୍କ ସମୟରେ ଦେଶରେ ଡ୍ୟାସ୍ଟି ମଦ୍ରାସା ଥିଲା। 30ଟି ମଦ୍ରାସା ଫିରୋଜ ଶାହ ତୁଗଲକଙ୍କ ସମୟରେ ଥିଲା। ଆମେ ନେକ୍ସଟ କ୍ଲାସ୍ରେ ଏହାର ଯେତୋଟି 2 ନମ୍ବରିଆ ଏବଂ 3 ନମ୍ବରିଆ କ୍ୱେଶ୍ଚିନ୍ ଅଛି ତାହା ଡିସ୍କସନ୍ କରିବା। ଥ୍ୟାଙ୍କ ୟୁ।